ଜୟ ଜଗନ୍ନାଥ ୱେଲକମ୍ ଟୁ ଏସ୍ ଜି ଏଜୁକେସନ୍। କେମିତି ଅଛ ସମସ୍ତେ? ଆଶା କରୁଛି ତୁମମାନେ ସମସ୍ତେ ଭଲସେ ଥିବ। ତ ପିଲାମାନେ ଦେଖିପାରୁଥିବ ତୁମମାନଙ୍କ ପାଇଁ ନେଇ ଆସିଛି ଅଷ୍ଟମ ଶ୍ରେଣୀର ଭୂଗୋଳର ପ୍ରଶ୍ନପତ୍ର ତୁମମାନଙ୍କ ସାମ୍ନାରେ। ପିଲାମାନେ ତୁମମାନଙ୍କ ଗୋଟିଏ ରିକ୍ୱେଷ୍ଟ, ଯେଉଁମାନେ ପ୍ରଥମ କରି ଦେଖୁଛ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ପିଲାମାନେ ଯେଉଁମାନେ ଏପର୍ଯ୍ୟନ୍ତ ଭିଡ଼ିଓ ଲାଇକ୍ କରିନ ତ ଲାଇକ୍ କରିଦିଅ। ତ ଚାଲ ଡେରି ନକରି କ'ଣ ସବୁ ପ୍ରଶ୍ନପତ୍ର ରହିଛି ତୁମମାନଙ୍କର ଦେଖିବା। ଭିଡ଼ିଓଟି ସାଙ୍ଗସାଥୀମାନଙ୍କୁ ସେୟାର କରିଦେବ, ଯାହାଦ୍ୱାରା ସେମାନଙ୍କର କିଛି ହେଲ୍ପ ହେଇଯିବ। ତ ଚାଲ ପ୍ରଶ୍ନପତ୍ର କ'ଣ ରହିଛି ଏବେ ଦେଖିବା। ଠିକ୍ ଅଛି, ତ ଦେଖିପାରୁଥିବ ମୁଁ ଏଇଠି ବାର୍ଷିକ ପରୀକ୍ଷା 2026ର ନେଇ ଆସିଛି। ଶ୍ରେଣୀ ଅଷ୍ଟମ, ବିଷୟ ଭୂଗୋଳ ରହିଲା। ସମୟ 2 ଘଣ୍ଟା ରହିଛି। ଶିକ୍ଷାର୍ଥୀଙ୍କ ତୁମ ନିଜ ନାମ ଏଇଠି ଲେଖିବ, ନିଜ ରୋଲ୍ ନମ୍ବର ଏଇଠି ଲେଖିବ, ନିଜ ବିଭାଗ ଲେଖିବ, ଏଇଠି କାଲିକା ତାରିଖ ଏଇଠି ପକାଇବ, ବିଦ୍ୟାଳୟର ନାମ ଏଇଠି ଲେଖିବ ଆଉ ବ୍ଲକ୍ ଲେଖିବ। ଠିକ୍ ଅଛି, ତାର କ୍ୱେଶ୍ଚନ୍ କ'ଣ ଦେଇଛି ଚାଲ ଦେଖିବା। ଦେଲା କ'ଣ ଦେଇଛି, 1ରୁ 7 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ନିମନ୍ତେ 4ଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି। ସେଥିମଧ୍ୟରୁ ଠିକ୍ ଉତ୍ତରଟି ବାଛି ଗୋଲ ବୁଲାଅ। ଦେଇଛି ଅଳ୍ପ ଉଚ୍ଚ ନିଚ ହୋଇଥିବା ବିସ୍ତୀର୍ଣ୍ଣ ପଥୁରିଆ ଅଞ୍ଚଳକୁ କ'ଣ କହନ୍ତି? ପାର୍ବତ୍ୟ ଭୂମି, ମାଳଭୂମି, ସମତଳ ଭୂମି, ଉପତ୍ୟକା ମାଳଭୂମି। ତ ୟାର ଆନ୍ସର୍ କ'ଣ ହେବ? 1 ନମ୍ବର ଆନ୍ସର୍ 1 ନମ୍ବର ଖ, ଅପସନ୍ ନମ୍ବର ଖ ମାଳଭୂମି। ଠିକ୍ ଅଛି। 2 ନମ୍ବର ଦେଲା କ'ଣ? ଓଡ଼ିଶାର ପାହାଡ଼ିଆ ମାଳ ଅଞ୍ଚଳରେ କରାଯାଉଥିବା ସ୍ଥାନାନ୍ତରିତ କୃଷିକୁ କ'ଣ କୁହାଯାଏ? ଝୁମ୍, ପୂନମ୍, ପୋଡ଼ୁ, ରୋକା। ତ ୟାର ଆନ୍ସର୍ କ'ଣ? ଅପସନ୍ ନମ୍ବର ଗ, ପୋଡ଼ୁ ଚାଷ କୁହାଯାଏ। ଠିକ୍ ଅଛି। ତାପରେ 3 ନମ୍ବର ଦେଖିବା। 3 ନମ୍ବର ଦେଲା କ'ଣ? ଦେଲା ଓଡ଼ିଶାର କେଉଁ ଜିଲ୍ଲାରେ ମୁଖ୍ୟତଃ କଫି ଚାଷ କରାଯାଉଛି? ସମ୍ବଲପୁର, କଟକ, ବାଲେଶ୍ୱର, କୋରାପୁଟ। ତ 3 ନମ୍ବର ଆନ୍ସର୍ କ'ଣ ହେବ? 3 ନମ୍ବର ଅପସନ୍ ନମ୍ବର ଘ, କୋରାପୁଟ ହେବ। ଠିକ୍ ଅଛି। ତାପରେ ଦେଲା ଧାନ ଚାଷ ପାଇଁ କେତେ ଡିଗ୍ରୀ ତାପମାତ୍ରା ଅନୁକୂଳ ଅଟେ? 5ରୁ 10, 10ରୁ 20, 20ରୁ 25, 27ରୁ 30। ତ ୟାର ଆନ୍ସର୍ କ'ଣ? 27ରୁ 30। ଠିକ୍ ଅଛି। ତାପରେ ଦେଖିବା 5 ନମ୍ବର। 5 ନମ୍ବର ଦେଲା କ'ଣ? ଦେଲା ଚାହା ଚାଷ କେଉଁ କୃଷିର ଅନ୍ତର୍ଭୁକ୍ତ? ଉଦ୍ୟାନ କୃଷି, ମିଶ୍ରିତ କୃଷି, ବାଣିଜ୍ୟ କୃଷି, ରୋପଣ କୃଷି। ତ ୟାର ଆନ୍ସର୍ କ'ଣ? 5 ନମ୍ବର ଆନ୍ସର୍ ହେଉଛି ଅପସନ୍ ନମ୍ବର ଘ, ରୋପଣ କୃଷି। ଠିକ୍ ଅଛି। ତାପରେ ଦେଖିବା 6 ନମ୍ବର। 6 ନମ୍ବର କ'ଣ ଦେଲା? 6 ନମ୍ବର ଦେଲା କ'ଣ? ଦେଲା ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ସମବାୟ ସଂସ୍ଥାର ଉଦାହରଣ ଅଟେ? ଟାଟା ଲୌହ ଇସ୍ପାତ କାରଖାନା, ମାରୁତି ଉଦ୍ୟୋଗ, ଭାରତୀୟ ଇସ୍ପାତ ନିଗମ, ସମ୍ବଲପୁର ବସ୍ତ୍ର ଶିଳ୍ପ। ତ 6 ନମ୍ବର ଆନ୍ସର୍ କ'ଣ ହେବ? ଅପସନ୍ ନମ୍ବର ଘ, ତ ସମ୍ବଲପୁରୀ ବସ୍ତ୍ର ଶିଳ୍ପ। ଠିକ୍ ଅଛି। ତାପରେ ନିମ୍ନୋକ୍ତ କେଉଁଟି ଏକ ଜନସଂଖ୍ୟା ପରିବର୍ତ୍ତନ ମୃତ୍ୟୁ କାରଣ? ଜନସଂଖ୍ୟା ପରିବର୍ତ୍ତନ କାରଣ ଜନ୍ମ, ମୃତ୍ୟୁ, ବିବାହ, ଜନ୍ମ, ମୃତ୍ୟୁ, ସ୍ଥାନାନ୍ତରଣ, ଜନ୍ମ, ମୃତ୍ୟୁ, ଜୀବନ ପ୍ରଣାଳୀ, ଜନ୍ମ, ମୃତ୍ୟୁ, ପ୍ରାକୃତିକ ବୃଦ୍ଧି ହାର। ତ ୟାର ଆନ୍ସର୍ କ'ଣ? 7 ନମ୍ବର ଅପସନ୍ ନମ୍ବର ଖ, ଜନ୍ମ, ମୃତ୍ୟୁ, ସ୍ଥାନାନ୍ତରଣ। ଠିକ୍ ଅଛି। ତା ଦେଖିବା 8 ନମ୍ବର। ଦେଲା କ'ଣ? ବି ନମ୍ବର ଦେଲା କ'ଣ? ପ୍ରଥମ ଯୋଡ଼ାର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ୱିତୀୟ ଯୋଡ଼ାର ଶୂନ୍ୟସ୍ଥାନ ପୂରଣ କର। ଦେଲା ଲୌହ। 8 ନମ୍ବର ଦେଲା ଲୌହଯୁକ୍ତ ମାଙ୍ଗାନିଜ୍, ଲୌହବିହୀନ କ'ଣ? ଲୌହବିହୀନ ତମ୍ବା। ତାପରେ ଦେଲା କ'ଣ? ଅହମ୍ମଦାବାଦ ଭାରତର ମାଞ୍ଚେଷ୍ଟର। ଓସାକା କ'ଣ? ଓସାକା ହେଲା ଜାପାନର ମାଞ୍ଚେଷ୍ଟର। ତାପରେ ଦେଲା କ'ଣ? 50 ସେମିରୁ କମ୍ ବୃଷ୍ଟିପାତ ଶୁଷ୍କ କୃଷି, 50 ସେମିରୁ ଅଧିକ ବୃଷ୍ଟିପାତ ଆର୍ଦ୍ର କୃଷି। ଠିକ୍ ଅଛି। ତାପରେ ଦେଖିବା ସି, ଶୂନ୍ୟସ୍ଥାନ ପୂରଣ କର। 11 ନମ୍ବର ଦେଲା କ'ଣ? ତାଳଚେର ଅଞ୍ଚଳରୁ ମିଳୁଥିବା କୋଇଲା ଡ୍ୟାସ୍ ସମ୍ବଳର ଅନ୍ତର୍ଗତ? ଖଣିଜ ସମ୍ବଳ। ତାର 12 ନମ୍ବର ଦେଲା କ'ଣ? ଲୋକଙ୍କର ଦକ୍ଷତା ଅଭିବୃଦ୍ଧି କରାଇ ନୂତନ ସମ୍ବଳ ସୃଷ୍ଟି କରିବାକୁ ଡ୍ୟାସ୍ କୁହାଯାଏ? କେଉଁ ସମ୍ବଳ? ମାନବ ସମ୍ବଳ ବିକାଶ। ମାନବ ସମ୍ବଳ ବିକାଶ। ତା ଦେଲା କ'ଣ? 13 ନମ୍ବର ଦେଲା କ'ଣ? ପେଟ୍ରୋଲିୟମ ଭଳି ଜାଳେଣୀ ଖଣିଜ ମୁଖ୍ୟତଃ ଡ୍ୟାସ୍ ଶିଳାରେ ଗଚ୍ଛିତ ଥାଏ? କେଉଁ ଶିଳାର? ଅବସାଦୀ ଶିଳା। ଠିକ୍ ଅଛି। ତା 14 ନମ୍ବର ଦେଲା କ'ଣ? ଦେଲା ଜନସଂଖ୍ୟା ପିରାମିଡ଼ରୁ କୌଣସି ଦେଶର ଜନସଂଖ୍ୟା ଡ୍ୟାସ୍ ସମ୍ବନ୍ଧୀୟ ତଥ୍ୟ ମିଳିଥାଏ? ବୟସ ଓ ଲିଙ୍ଗ ଗଠନ। ଠିକ୍ ଅଛି। ତା ଦେଲା 15 ନମ୍ବର। 15 ନମ୍ବର କ'ଣ ଦେଲା? ଦେଲା ଆଲୁମିନିୟମ ଶିଳ୍ପର ମୁଖ୍ୟତଃ ଡ୍ୟାସ୍ ଖଣିଜର ବ୍ୟବହାର ହୋଇଥାଏ? କେଉଁ? ବକ୍ସାଇଟ୍। ଠିକ୍ ଅଛି। ତାପରେ ଦେଲା କ'ଣ? ଗୋଟିଏ ଶବ୍ଦର କିମ୍ବା ଧାଡ଼ିରେ ଉତ୍ତର ଲେଖ। ଠିକ୍ ଅଛି। ଦେଇଛି କେଉଁ ସହରକୁ ଭାରତର ମାଞ୍ଚେଷ୍ଟର କୁହାଯାଏ? କେଉଁ ସହରକୁ? 16 ନମ୍ବର ହେବ ଅହମ୍ମଦାବାଦ। ଠିକ୍ ଅଛି। ଅହମ୍ମଦାବାଦ।
ତାପରେ ଦେଲା କ'ଣ, ଯଦି ତୁମ ପରିବାର ଲୋକମାନେ ହାତରେ ବିଭିନ୍ନ ସାମଗ୍ରୀ ଯଥା ଧୂପକାଠି ଓ ମାଟି ହାଣ୍ଡି ଆଦି ପ୍ରସ୍ତୁତ କରୁଛନ୍ତି, କେଉଁ ଶିଳ୍ପର ଅନ୍ତର୍ଗତ? କୁଟୀର ଶିଳ୍ପ। କୁଟୀର ଶିଳ୍ପ। ଠିକ୍ ଅଛି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। 18 ନମ୍ବର ଦେଲା କ'ଣ, ଯେଉଁମାନେ ନିଜ ଦେଶ ଛାଡ଼ି ଅନ୍ୟ ଦେଶରେ ଯାଇ ରହିଥାନ୍ତି ସେମାନଙ୍କୁ କ'ଣ କୁହାଯାଏ? ପ୍ରବାସୀ। ଠିକ୍ ଅଛି। ତ ଦେଲା ବର୍ଷକୁ ପ୍ରତି 1,000 ଜନସଂଖ୍ୟାରେ ଜନ୍ମିତ ଜୀବନ୍ତ ଶିଶୁ ସଂଖ୍ୟାକୁ କ'ଣ କୁହାଯାଏ? ଜନ୍ମ ହାର। ତାପରେ ଦେଲା କ'ଣ, 20 ନମ୍ବର ଦେଲା ତୁମ ସାଙ୍ଗ ଘର 5 ଡିଗ୍ରୀରୁ 25 ଡିଗ୍ରୀ ଉତ୍ତର ଅକ୍ଷାଂଶ ମଧ୍ୟରେ ଅବସ୍ଥିତ, ତେବେ ଏହି ଅଞ୍ଚଳର କେଉଁ ପ୍ରକାର ଅରଣ୍ୟ ଦେଖାଯିବାର ସମ୍ଭାବନା ଅଛି? ଉଷ୍ଣ କଟିବନ୍ଧୀୟ ସଦାବହାର ଅରଣ୍ୟ। ଠିକ୍ ଅଛି। ତାର ଏ ନମ୍ବର ଦେଲା କ'ଣ, ପରିବାହିତ ମୃତ୍ତିକା ପାର୍ଥକ୍ୟ ଦର୍ଶାଅ। ପରିବାହିତ ମୃତ୍ତିକା ଅବଶିଷ୍ଟ ମୃତ୍ତିକା ମଧ୍ୟରେ ପାର୍ଥକ୍ୟ ଲେଖ। ତ ପରିବାହିତ ମୃତ୍ତିକାରେ କ'ଣ ଲେଖିବ ହେଲା କ'ଣ, ପାଣି ପବନ ଆଦି ଦ୍ୱାରା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଅଣାଯାଇ ଏହି ମୃତ୍ତିକା ଗଠିତ ହେଲା। ତା ଉଦାହରଣ କ'ଣ ଲେଖିବ? କ'ଣ, ଡବଲ ଆଇଟା କ'ଣ ଲେଖିବ ଅନ୍ୟ ସ୍ଥାନକୁ ଲେଖିବ କ'ଣ, ଉଦାହରଣ ଲେଖିବ ନଦୀ ଓ ମୃତ୍ତିକା। ତ ପିଲାମାନେ ଅକ୍ଷରଟିଏ ଗୋଲ ହେଉନି, ତ ଯେଉଁମାନେ ସବସ୍କ୍ରାଇବ୍ କରିନ ଚ୍ୟାନେଲକୁ ସବସ୍କ୍ରାଇବ୍ ଆଉ ଲାଇକ୍ କରିଦିଅ। ଠିକ୍ ଅଛି। ଏଇଟା ଗଲା। ତାପରେ ଅବଶିଷ୍ଟ ମୃତ୍ତିକା କ'ଣ ଲେଖିବ ସେହି ସ୍ଥାନରେ ଶିଳା ଭାଙ୍ଗି ଗଠିତ ହୋଇଥାଏ ହେଲା। ମାନେ କ'ଣ, ସେହି ସ୍ଥାନରେ ଶିଳା ଭାଙ୍ଗି ଏହି ମୂର୍ତ୍ତିକା ଗଠିତ କରାଯାଇଥାଏ। ଠିକ୍ ଅଛି। ତାପରେ ଆଉ ଗୋଟେ କ'ଣ ଲେଖିବ, କ'ଣ, ଅନ୍ୟ ସ୍ଥାନକୁ ଯାଏ ନାହିଁ। ଠିକ୍ ଅଛି, ଏଇଟା ଲେଖିବ। ତାପରେ ଗଲା 21 ନମ୍ବର ଗଲା। 22 ନମ୍ବର ଦେଲା କ'ଣ, ଦେଲା ପାର୍ବତ୍ୟ ଭୂମି ଆଉ କ'ଣ ସମତଳ ଭୂମି। ପାର୍ବତ୍ୟ ଭୂମିର କ'ଣ ଲେଖିବ? ଉଚ୍ଚ ଓ ଢାଳୁ ଅଞ୍ଚଳରେ ପାର୍ବତ୍ୟ ଭୂମି ଦେଖାଯାଏ। ଠିକ୍ ଅଛି। ତାପରେ ଲେଖିବ କ'ଣ, ଡବଲ ଆଇର କ'ଣ ଲେଖିବ? ଜଳବାୟୁ ଥଣ୍ଡା ଓ ଲୋକବସତି କମ୍। ଠିକ୍ ଅଛି। ତାପରେ ସମତଳ ଭୂମିର କ'ଣ ଲେଖିବ? ସମତଳ ଓ ନିମ୍ନ ଅଞ୍ଚଳ ହେଲା। ତାପରେ ଲେଖିବ ଡବଲ ଆଇ ପଏଣ୍ଟ କ'ଣ ଲେଖିବ? କୃଷି ଓ ଲୋକବସତି ଅଧିକ। ଠିକ୍ ଅଛି, ଲେଖିବ। ତାପରେ ଗଲା କ'ଣ, 22 ନମ୍ବର ଗଲା। ତାପରେ ଲେଖିବା 23 ନମ୍ବର। ତାପରେ 23 ନମ୍ବର ଲେଖିବ ସେମିତିଆ ପାର୍ଥକ୍ୟ ଦର୍ଶାଅ। ଲେଖିବ କ'ଣ, କ୍ଷୁଦ୍ର ଶିଳ୍ପ ବୃହତ ଶିଳ୍ପ ମଧ୍ୟରେ ପାର୍ଥକ୍ୟ ଦୁଇଟା ଲେଖିବ, I+I। ତାପରେ ଲେଖିବ ଏଟା ବୃହତ ଶିଳ୍ପର I+I ଲେଖିବ। ତା ସେମିତି ଭାରତ ମାଞ୍ଚେଷ୍ଟର ଆଉ ହେଲା ଜାପାନ ମାଞ୍ଚେଷ୍ଟର ଏମିତି I ମାନେ ଦୁଇଟା ପଏଣ୍ଟ ଲେଖାଇଦେବ। ସବୁଥର ଦୁଇଟା ପଏଣ୍ଟ ଲେଖିଦେବ। ଲେଖି ଦେଇସାରିଲା ପରେ ତୁମକୁ କ'ଣ 8 ମାର୍କ ଦେଇଦେବେ। ଠିକ୍ ଅଛି। ତାପରେ ରହିଲା କ'ଣ, ପ୍ରଦତ୍ତ ମାନଚିତ୍ରର ନିର୍ଦ୍ଦେଶାନ ହେଲା ସ୍ଥାନଗୁଡ଼ିକ ଦର୍ଶାଅ। ପ୍ରଦତ୍ତ ଭାରତର ରେଖାଙ୍କିତ ମାନଚିତ୍ରରେ ଗହମ ଚାଷ ହେଉଥିବା 3ଟିକୁ ରାଜ୍ୟକୁ ଦର୍ଶାଅ। ତ ପିଲାମାନେ ମୁଁ ଖାଲି କୋଶ୍ଚେନ୍ ଏବେ ଦେଖିଦେଉଛି, ଭିଡ଼ିଓଟା ପୁରା ଲଙ୍ଗ୍ ହେଇଯିବ। ମୁଁ ଭିଡ଼ିଓଟା ପୁରା ଖାଲି କୋଶ୍ଚେନ୍ଟା ଦେଖିଦେଉଛି, ତୁମେମାନେ ଦେଖିଦିଅ, ତୁମେ ଆନ୍ସର୍ ନିଜେ କରିବ। ଠିକ୍ ଅଛି। ଦେଖ ତା 26 ନମ୍ବର ଦେଲା କ'ଣ, ପ୍ରଦତ୍ତ ପୃଥିବୀର ରେଖାଙ୍କିତ ମାନଚିତ୍ରରେ ଧାନ ଚାଷ ହେଉଥିବା ଯେକୌଣସି 3ଟି ଦେଶକୁ ଦର୍ଶାଅ। ଏଇଠି 3ଟି ଦେଶ ଦର୍ଶାଇବ ଯେଉଁଠି ଧାନ ଚାଷ ହେଉଛି ହେଲା। ତାପରେ ଦେଖିବା ନେକ୍ସଟ କ୍ୱେଶ୍ଚନ୍ 27 ନମ୍ବର ଦେଖିବା। 27 ନମ୍ବର କ'ଣ ଦେଲା? 27 ନମ୍ବର ଦେଲା କ'ଣ, ପାର୍ଶ୍ୱସ୍ଥ ଜନସଂଖ୍ୟା ପିରାମିଡ଼କୁ ଲକ୍ଷ୍ୟ କରି ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉତ୍ତର ଲେଖ। ତ ଏଇଠି ସବୁ ଦେଇଛି, ପିରାମିଡ଼ ଦେଇଛି, ତା ତଳେ କିଛି କୋଶ୍ଚେନ୍ ଦେଇଛି, କୋଶ୍ଚେନ୍ର ଆନ୍ସର୍ ଲେଖିବ। ଠିକ୍ ଅଛି। ତାପରେ ଦେଲା 28 ନମ୍ବର ଦେଲା କ'ଣ, ମୃତ୍ତିକାର ପାର୍ଶ୍ୱଚ୍ଛେଦର ଚିତ୍ରରେ ମୃତ୍ତିକାର ଯେକୌଣସି 3ଟି ସ୍ତରକୁ ଦର୍ଶାଅ। ତ ଏଇଠି ତୁମେ 3ଟା ସ୍ତର ଦର୍ଶାଇବ। ଠିକ୍ ଅଛି। ଏଇଠି ଚିତ୍ର ଦେଇଛି, ତୁମେ 3ଟା ସ୍ତର ଦର୍ଶାଇବ। ତାପରେ ରହିଲା 29 ନମ୍ବର କ'ଣ ରହିଲା, ଯୁକ୍ତରାଷ୍ଟ୍ର ଆମେରିକାର କୃଷିକୁ ଏକ ଶିଳ୍ପ ରୂପେ ଗଣନା କରାଯିବାର କାରଣ ଦର୍ଶାଅ। ତାପରେ ରହିଲା ତା ଅର କ'ଣ ରହିଲା, ଆସାମ ଚାହା ଚାଷ ପାଇଁ ପ୍ରସିଦ୍ଧ ହେବାର କାରଣ ଦର୍ଶାଅ। ତ ଏଇଟା ହେଲା ଲେଖିବ। ଏଇଟା ଲେଖିଦେଲେ ତୁମକୁ ମିଳିଯିବ କ'ଣ, 5 ମାର୍କ ମିଳିଯିବ। ତାପରେ ଆଉ ଗୋଟେ କ୍ୱେଶ୍ଚନ୍ ରହିଲା 30 ନମ୍ବରଟା କ'ଣ ରହିଲା, ଖରିଫ ଫସଲ ଓ ରବି ଫସଲ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ତା ଅର କ'ଣ ରହିଲା, ଇଜିପ୍ଟର ଅଧିକ କପା ଚାଷ କରାଯାଇଥାଏ, ଏହାର କାରଣ ଦର୍ଶାଅ। ତ 30 ନମ୍ବର ଏଇଠି ଲେଖିଦେବ ଆନ୍ସର୍। ଲେଖି ଦେଇସାରିଲା ପରେ ତୁମକୁ 5 ମାର୍କ ଦେଇଦେବେ। ଠିକ୍ ଅଛି।
तो यहाँ 5 मार्क दुटा रही है। तो ये क्वेश्चन पिलाने जो मैंने वीडियो को देखिए लाइक करना लाइक कर दियो सब्सक्राइब कर दियो। वीडियो ये रखुच्छी। जय जगन्नाथ।